ଦେଖନ୍ତୁ ଇଏ ହେଉଛି ୱେବ୍ରେ ପଢ଼ୁଥିବା ପିଲାମାନଙ୍କର ଆନୁଆଲ୍ ଏକ୍ଜାମ୍ ରେଜଲ୍ଟ। ଏମାନେ ଓଡ଼ିଆ ମିଡ଼ିୟମ୍‌ରୁ ଆସିକି ଅନଲାଇନ୍ ମାଧ୍ୟମରେ ପଢ଼ିକି ଦେଖନ୍ତୁ କେତେ ବଢ଼ିଆ ସ୍କୋର କରିଛନ୍ତି। ମୋର୍ ଦେନ୍ 95%। ଇଏ ହେଉଛି ଆମର ଏଇଟା ହେଉଛି ଆପଣଙ୍କର ଏଇ ବର୍ଷର ରେଜଲ୍ଟ। ଏଇଟା ହେଉଛି ତାଙ୍କର ଦେଖନ୍ତୁ ଆନୁଆଲ୍ ଯୋଉ ରିପୋର୍ଟ ସ୍କୁଲ ତରଫରୁ ମିଳିଛି, ସବୁ ଅଥେଣ୍ଟିକ୍ ରିପୋର୍ଟ। ଏଇଟା ହେଉଛି ଆପଣଙ୍କର ଗତ ବର୍ଷ 2024ର ଆନୁଆଲ୍ ଏକ୍ଜାମ୍ ରେଜଲ୍ଟ। ଏସବୁ ଅନଲାଇନ୍ ଷ୍ଟୁଡେଣ୍ଟ ମୋର, ଠିକ୍ ଅଛି। ଇଏ ହେଉଛି ଆପଣଙ୍କର କ୍ଲାସ୍ 6ର ହାପ୍ ଇୟର୍ଲି ଏକ୍ଜାମ୍ ରେଜଲ୍ଟ। ଦେଖନ୍ତୁ ସେମାନେ ସବୁ ଓଡ଼ିଆ ମିଡ଼ିୟମ୍‌ରୁ ଆସିକି କେମିତି ବଢ଼ିଆ ସ୍କୋର କରୁଛନ୍ତି। ତେଣୁ ନିଶ୍ଚିତ ଭାବରେ ଆମେ ପିଲାଙ୍କୁ ବେସିକ୍‌ରୁ କ୍ଲିୟର କରୁଛୁ ଯୋଉଟା ତାଙ୍କର ନିଡେଡ୍। ତ ଆପଣ ଆମ କ୍ଲାସ୍‌ରେ ଜଏନିଂ କଲେ ନିଶ୍ଚିତ ଗୋଟେ ବର୍ଷ ଭିତରେ ଇମ୍ପ୍ରୁଭ୍ ହେବ। ଯଦି ଆପଣ କ୍ଲାସ୍ 6ରୁ ଜଏନ୍ କରିଛନ୍ତି ତାହେଲେ ନିଶ୍ଚିତ ବେନିଫିଟ୍ ପାଇବେ। ନହେଲେ ଆପଣ ସିମ୍ପଲ୍ ସେଇ ଜିନିଷଟା ପାଇବେନି ଯୋଉଟା ଏଇ ପିଲାମାନେ ପାଇକି ଭଲ ସ୍କୋର କରିଛନ୍ତି। ଠିକ୍ ଅଛି। ଏଇଟା ହେଉଛି ଆମର ନବୋଦୟ ସିଲେକ୍ସନ୍ ହେଇଥିବା ପିଲାମାନେ। ଠିକ୍ ଅଛି। ଆପଣ ଆମ ନବୋଦୟ ବ୍ୟାଚ୍ ବି ଜଏନ୍ କରିପାରିବେ। ଓକେ। ତ ଦେଖନ୍ତୁ କ'ଣ କ'ଣ ରହିବ ନା ଆମେ ଲାଇଭ୍ କ୍ଲାସ୍ ଦଉଛୁ, ରେକର୍ଡିଂ କ୍ଲାସ୍ ଦଉଛୁ, କ୍ଲାସ୍ ନୋଟ୍ସ ଦଉଛୁ, 1 to 1 ଡାଉଟ୍ କ୍ଲିୟର ରହୁଛି। 1 to 1 ଡାଉଟ୍ କ୍ଲିୟର ମାନେ ଇନ୍ କେସ୍ ପଢ଼ଉ ଲାଇଭ୍ କ୍ଲାସ୍‌ରେ ଯଦି ଆପଣଙ୍କର କୋଉଠି ବି ଡାଉଟ୍ ଆସିଲା ଷ୍ଟୁଡେଣ୍ଟର, ସେ ଇମିଡିଏଟଲି ହ୍ୟାଣ୍ଡ ରେଜ୍ କରିକି ଟିଚରଙ୍କ ସହିତ ଡାଇରେକ୍ଟ କଥା ହେଇକି ଡାଉଟ୍ ବୁଝିପାରିବ। ବୁଝିହଉଛି। ମନ୍ଥଲି ଟେଷ୍ଟ, ୱିକଲି ଟେଷ୍ଟ ଅଛି। ତ ଯୋଉମାନେ ବି ଜଏନିଂ କରିବାକୁ ଚାହୁଁଛନ୍ତି ସିମ୍ପଲ୍ ଏଇ ନମ୍ବରରେ ଆପଣ କଣ୍ଟାକ୍ଟ କରନ୍ତୁ। ଓକେ। ଆମର OAV ଏକାଡେମୀ ଆପ୍ ପ୍ଲେ ଷ୍ଟୋର ଅଛି, ସେଠୁ ବି ଆମେ ଯାଇକି ଆମ ବ୍ୟାଚ୍ ଜଏନ୍ କରିପାରିବେ। ମୋ ସ୍କ୍ରିନ୍ ଦେଖାଯାଉଛି, ଭଏସ୍ ଶୁଭୁଛି ସବୁ ଠିକ୍ ଠାକ୍ ପିଲାମାନେ? Yes, Yes, sir. sir. Yes, sir. Yes, sir. ତ Yes, sir. ଆଜି ଆମେ ପଢିବା କ'ଣ, that is what working with fractions। ଦେଖ ଫ୍ରାକ୍ସନ୍ ତ ଅଳ୍ପ ବହୁତ ଜାଣିଥିବ ସବୁ, ଜାଣିଛ କି ନାହିଁ? ଠିକ୍ ଅଛି। ମ୍ୟୁଟ୍। ମନେକର ଗୋଟେ ଫ୍ରାକ୍ସନ୍ ମୁଁ ଲେଖିଲି ତମ ପାଇଁ, ଏଠି ଲେଖିଲି 2/5। ସେ କହିଲେ ଦେଖି ପିଲେ, ଗୋଟେ ଫ୍ରାକ୍ସନ୍ ଆମର ଯୋଉ ଡିଫରେଣ୍ଟ ଟାଇପ୍ସ ଅଛି, ଯେମିତି ଗୋଟେ କହନ୍ତି ଆମେ କ'ଣ କହିଲ ପିଲେ, ମିକ୍ସ ଫ୍ରାକ୍ସନ୍ କହନ୍ତି, ହେଲା କି ନାହିଁ? ଆଉ ଗୋଟେ କ'ଣ କହନ୍ତି ପ୍ରପର ଫ୍ରାକ୍ସନ୍, ଆଉ ଗୋଟେ କ'ଣ କହନ୍ତି ପିଲେ ତାକୁ ଇମ୍ପ୍ରପର ଫ୍ରାକ୍ସନ୍। ତାହେଲେ ଏଇଟା କୋଉଥିରେ ଯିବ କହିଲେ ଦେଖି, ପ୍ରପର ନା ଇମ୍ପ୍ରପର ନା ମିକ୍ସଡ? Proper fraction. ପ୍ରପରରେ ମୋଷ୍ଟଲି କ'ଣ ହୁଏ ନା ଯୋଉ ନ୍ୟୁମରେଟରଟା କ'ଣ ଥାଏ, ଦ୍ୟାଟ୍ ଇଜ ଲେସ୍ ଦ୍ୟାନ୍ ଡିନୋମିନେଟର। ଇମ୍ପ୍ରପରରେ ନ୍ୟୁମରେଟର ଗ୍ରେଟର ଦ୍ୟାନ୍ ଡିନୋମିନେଟର, ହେଲା କି ନାହିଁ? ଆଉ ମିକ୍ସଡ ଫ୍ରାକ୍ସନରେ କ'ଣ ଥାଏ ନା ଗୋଟେ ହୋଲ୍ ନମ୍ବର ଥାଏ ପ୍ଲସ୍ ଗୋଟେ ଫ୍ରାକ୍ସନ୍ ଥାଏ, ହେଲା କି ନାହିଁ? ଫ୍ରାକ୍ସନ୍ ବେସିକାଲି ପ୍ରପର ଫ୍ରାକ୍ସନ୍ଟେ ଥାଏ। ଠିକ୍ ଅଛି। ମନେକର ମୁଁ ତମକୁ କହିବି ପିଲେ, ଗୋଟେ ବକ୍ସ ମୁଁ ଦେଇଛି ଏଠି, କ'ଣ ଦେଇଛି ଏଠି, ହିୟର୍ ଇଜ୍ ଏ ବକ୍ସ, ଏଇ ଯୋଉ ବକ୍ସଟା ଦେଲି। ବର୍ତ୍ତମାନ ଏଇ ଯୋଉ ବକ୍ସଟାକୁ ମୁଁ ଫ୍ରାକ୍ସନରେ ଲେଖିଲି, କ'ଣ ଲେଖିପାରିବି କିଛି ଫ୍ରାକ୍ସନରେ? ଏଇଟାକୁ ମୁଁ ଲେଖିଲି, ଏଇଟାକୁ ମୁଁ କ'ଣ, ଏଇଟା ଗୋଟେ ନା ଆକୁ 2 ଭାଗ କରିଛି, ମୁଁ କେତେ ଭାଗ କରିଛି ଏଟାକୁ? No, sir. ଏକ ବୋଲି ଲେଖିବି। କାହିଁକି? ଏଇଟା ଗୋଟିଏ କମ୍ପ୍ଲିଟ୍ ଅଛି, ବିକଜ Yes, ଏଇଟା sir. ହେଉଛି ଗୋଟେ କମ୍ପ୍ଲିଟ୍ ହୋଲ୍ଟେ। ବର୍ତ୍ତମାନ Yes, ସେ sir. ସେମ୍ ଜିନିଷକୁ ବର୍ତ୍ତମାନ ମୁଁ କ'ଣ କରିବି, ସେମ୍ ଜିନିଷକୁ ବା ସେମ୍ଟାକୁ ବର୍ତ୍ତମାନ ମୁଁ 2 ଭାଗ କରିଦେବି। କେତେ ଭାଗ କରିଦେଲି ଏଠି? 2 ଭାଗ। 2 ଭାଗ କରିଦେଲି। ତାହେଲେ ଏଇଠି 1/2। ଏଇ ଯୋଉ ପାର୍ଟଟାକୁ ମୁଁ କେତେ କହିବି, ୟେଲୋ ପାର୍ଟଟାକୁ, ଏଇ ଯୋଉ ଗ୍ରୀନ୍ ପାର୍ଟଟାକୁ କେତେ କହିବି? କେତେ କହିବି? Sir, total sir 2 ପାର୍ଟ ଗୋଟେ ପାର୍ଟରେ ଯଦି ହଁ, ହାଇଲାଇଟ୍ ହେଇଛି 1/2। One by two. ଏଇ ଗୋଟେଟାକୁ, ଏଇ ଯୋଉ ଗୋଟିଏ ଥିଲା ରେକ୍ଟାଙ୍ଗଲ, ତାକୁ ମୁଁ 2 ଭାଗରେ ଭାଗ କଲି। କେତେଟା ପାର୍ଟ? ଯେହେତୁ 2ଟା ଭାଗରେ କଲି, 2 ପାର୍ଟରେ ଡିଭାଇଡ୍ କରାଯାଇଛି ସମାନ ଭାଗରେ, ତେଣୁ ଏଇଠି ଲେଖିବି ପ୍ରଥମେ ଡିଭାଇଡେଡ୍ ବାଇ 2। ଯେହେତୁ ୟେଲୋ ପାର୍ଟଟା ହେଉଛି କେତେ, ୟେଲୋ ପାର୍ଟ ଯୋଉ ଗୋଟିଏ ଅଛି ତ 1/2, ଗ୍ରୀନ୍ ପାର୍ଟଟା ବି ଗୋଟିଏ, ତଳେ ନ୍ୟୁମରେଟର ଡିନୋମିନେଟର 2, ଯେହେତୁ 2 ଭାଗ ହେଇଛି ତ 1/2, ଇଏ ବି 1/2, ଇଏ ବି 1/2। ବୁଝି ନା ନାହିଁ? ଆରେ ପିଲେ ପ୍ରୋବ୍ଲେम କରିକି म्यूट कर दीजिए। म्यूट କରିବାକୁ ପଡିବ। ଆଚ୍ଛା ପିଲେ, ଏଇଠି ଗୋଟେ କଥା ଦେଖ, କ'ଣ ଦେଖିବା? ବର୍ତ୍ତମାନ ଗୋଟେ ଆମ ପାଖରେ ବଡ଼ ରେକ୍ଟାଙ୍ଗଲଟେ ଅଛି। କ'ଣଟେ ଅଛି?
we have a big rectangle. এইটাକୁ ମୁଁ କେତେ ବୋଲି କହିବି? ଏଇଟାକୁ ମୁଁ କେତେ ବୋଲି କହିବି ପିଲେ? ନୋଟିସ୍ କର। One. এইଟା ହଉଛି 1 One. କିନ୍ତୁ এইଟାକୁ ମୁଁ କଣ କରିବି ବର୍ତ୍ତମାନ? ନୋଟିସ୍ କର ପିଲେ। ତାକୁ 4 ଭାଗରେ ଭାଗ କରି ଗୋଟେ ପାର୍ଟକୁ ମୁଁ ରଙ୍ଗ କରିଦେଲି। କଣ କରିଦେଲି ପିଲେ? ଏଇଟାକୁ ବର୍ତ୍ତମାନ ମୁଁ 4 ଇକ୍ୱାଲ ପାର୍ଟରେ ଡିଭାଇଡ୍ କଲି। 4 ଇକ୍ୱାଲ ପାର୍ଟସରେ ଡିଭାଇଡ୍ କଲି ଏବଂ ତାର ଗୋଟେ ପାର୍ଟକୁ ମୁଁ କଲରିଂ କରିଦେଲି। ଯୋଉ ପାର୍ଟଟାକୁ କଲରିଂ କଲି କିମ୍ବା ସେଇ ପାର୍ଟଟାକୁ ଫ୍ରାକ୍ସନରେ ରିପ୍ରେଜେଣ୍ଟ କଲେ ମୁଁ କେତେ ଲେଖିବି? କେତେ ଲେଖିବି? 1/4. 1/4. 1/4. କେତେ ଲେଖିବି? ଏଇଟା ହଉଛି 1/4 ପ୍ଲିଜ୍। এইটা ବି 1/4 ଇଏ ବି 1/4 ଏଇ ଯୋଉ ୟେଲୋ ଏଇ ଯୋଉ ପାର୍ଟଟା ବି 1/4 ସବୁ ହଉଛି 1/4। ଆଚ୍ଛା ତାହେଲେ ଏଇଠି 1/4 ଯେତେବେଳେ କରୁଛି ଏଇଠି କୋଉଟାକୁ ମୁଁ ପୁରା କମ୍ପ୍ଲିଟ ହୋଲ୍ ବୋଲି ମାନିଛି? ଗୋଟିଏ କୋଉଟାକୁ ମାନିଛି? କୋଉଟାକୁ ଭାଗ କରିଛି? ଏଇ ଯୋଉ ରେକ୍ଟାଙ୍ଗେଲଟା ହଉଛି କଣ? ଗୋଟେ ହୋଲ୍ ୟୁନିଟ୍, କମ୍ପ୍ଲିଟ ୟୁନିଟ୍, ଠିକ ନା ନାହିଁ? Yes, sir. এইটা ଗୋଟେ ହୋଲ୍ ୟୁନିଟ୍। ବର୍ତ୍ତମାନ এইଟାକୁ ମୁଁ 4 ଭାଗ କଲି। କେତେ ଭାଗ? এইଟାକୁ ମୁଁ 4 ଭାଗ କଲି, ହେଲା କି? ଏଇଠି ପ୍ରତିଟି ପାର୍ଟକୁ ମୁଁ 1/4 ରୂପରେ ରିପ୍ରେଜେଣ୍ଟ କରିଛି। କିନ୍ତୁ ବର୍ତ୍ତମାନ ମୁଁ କଣ କଲି? ଏଇ ଯୋଉ 1/4 ଯୋଉ ପାର୍ଟଟା ମୁଁ ପାଇଲି, ହେଲା କି? ଏଇ ଯୋଉ ପାର୍ଟଟା, ଦିସ୍ ପାର୍ଟ, ବର୍ତ୍ତମାନ ଏଇ ଯୋଉ ପାର୍ଟଟାକୁ ମୁଁ 4 ଭାଗ କରିଥିଲି କୋଉଟାକୁ? ବଡ ରେକ୍ଟାଙ୍ଗେଲଟାକୁ, ହେଲା କି ପିଲେ? ଏଇ ଯୋଉ ବଡ ରେକ୍ଟାଙ୍ଗେଲ ବର୍ତ୍ତମାନ 4 ଭାଗ କରିଥିଲି। ବର୍ତ୍ତମାନ ମୁଁ କୋଉଟାକୁ 4 ଭାଗ କରିବି? 2 ଭାଗ କରିବି କହିଲ? এই উপরে ଯୋଉଟା ୟେଲୋ ପାର୍ଟଟା ନାହିଁ এইଟାକୁ ମୁଁ ଦିଟା ଇକ୍ୱାଲ ପାର୍ଟରେ ଭାଗ କରିବି। କେତେଟା? 2 ଇକ୍ୱାଲ ପାର୍ଟରେ ମୁଁ ଡିଭାଇଡ୍ କଲି। ଓକେ, ଏଇ ପାର୍ଟଟାକୁ ବୁଝି କି ନାହିଁ? এইଟାକୁ ଭାଗ କଲି। ତାହେଲେ ଏଇଠି ମାନେ ଏଇ ଯୋଉ ପାର୍ଟ କମ୍ପାରିଜନରେ ଏଇ ୟେଲୋ ପାର୍ଟ କମ୍ପାରିଜନରେ এইଟାକୁ ମୁଁ କହିବି 1/2, এইଟାକୁ ମୁଁ କହିବି 1/2। କିନ୍ତୁ ଯଦି এইଟାକୁ ମୁଁ କହିବି ଆଜ ଏଇ ଯୋଉ ହୋଲ୍ ୟୁନିଟ୍ କମ୍ପାରିଜନରେ এইଟା କେତେ? କୋଉ ପାର୍ଟଟା? ଯୋଉ ପାର୍ଟଟା ବର୍ତ୍ତମାନ ମୁଁ ମାର୍କିଂ କଲି, ଗ୍ରୀନରେ ଯୋଉଟା ମାର୍କିଂ କଲି, ଏଇ ଯୋଉ ରେକ୍ଟାଙ୍ଗେଲଟା ଅଛି ବା ସ୍କୋୟାରଟା ଅଛି, ଯଦି ସେଇଟାକୁ ମୁଁ ହୋଲ୍ ବୋଲି ମାନିବି, ଗୋଟେ କମ୍ପ୍ଲିଟ ବୋଲି ମାନିବି, ତା ଅନୁସାରେ ଏତିକି ପାର୍ଟର ଫ୍ରାକ୍ସନଟା କେତେ ହବ? କେତେ ହବ? ଆରେ ପିଲେ 1/8. 1/8 ବୁଝି କି ନାହିଁ? ନା ବୁଝିପାରିଲନି? ଆରେ এইটা ହେଲା ତୁମର କେତେ? ଏଇ ଯୋଉ ପାର୍ଟଟା ହେଲା 1/4, ପୁଣି 1/4 କୁ ପୁଣି ଡିଭାଇଡ୍ କଲେ ଏଇଟା ହେଲା 1/4, ତ 1/4 into 1/2 ହେଲା କେତେ? ଦ୍ୟାଟ୍ ଇଜ 1/8। ତାହେଲେ ଏଇ ପାର୍ଟଟାର ଫ୍ରାକ୍ସନ ହେଲା ଆ କମ୍ପାରିଜନରେ 1/8, ବଟ୍ ଆ କମ୍ପାରିଜନ କଣ କେତେ ହଉଛି? 1/2। ଶୁଭୁଛି କି ନାହିଁ? ଆରେ ଛୁଆମାନେ ଏଇ 1/2ଟା ହଉଛି କାହା ଅନୁସାରେ? ଏଇ ଯୋଉ ଯଦି କେବଳ ହଳଦିଆ ପାର୍ଟକୁ ଆମେ ଧରିବା ତା ଅନୁସାରେ ଏଇଟା ହଉଛି 1/2। ଯଦି এইଟାକୁ ଆମେ ଗୋଟେ ୟୁନିଟ୍ ମାନିବା ସେ ଅନୁସାରେ এইଟା ହେଇଯିବ 1/8। କେମିତି ହବ? ନା ଏମିତି ହବ। ଫିଗରଟା ଦେଖ ଡ୍ର ହଉଛି। ଯଦି ଏଇ ଟାଇପର ମାନିବି, ମୁଁ ଫିଗରଟାକୁ ମୁଁ ଏଇ ଟାଇପର ଡ୍ର କରିବି ବର୍ତ୍ତମାନ ଏଇଠି। ତ এইଠି এইଟାକୁ ମୁଁ କେତେ ବୋଲି କହିବି? ଦିସ୍ ଇଜ, ଏଇଟା କେତେ କହିବି ପିଲେ? କୁହ। 1/2. ଆଁ এইଠି ବୁଝିପାରୁଛ ନା ନାହିଁ? ଏଇଠି 1/2 କେବଳ କୁହାଗଲା ଗ୍ରୀନଟାକୁ, ବଟ୍ ଏଇଠି ବା ଟୋଟାଲଟା ହଉଛି ଗୋଟେ କଣ? ଏଇ ଯୋଉ ବଡ ସ୍କୋୟାରଟା ଗୋଟେ କଣଟେ? ଏଇ ଯୋଉ ବଡ ସ୍କୋୟାରଟା ବା ଗୋଟେ ୟୁନିଟ୍। এইଟା କମ୍ପାରିଜନରେ ସେଇଟା କେତେ ହବ? 1/8. 1/8. ବୁଝି ହଉଛି କି ନାହିଁ? এইଟା ହଉଛି ଗୋଟେ ହୋଲ୍ ୟୁନିଟ୍। ଭାବୁନା, ଇଏ ଗୋଟେ, ଇଏ 2ଟା, ଇଏ 3ଟା, 4ଟା, 5ଟା, 6ଟା, 7ଟା, 8ଟା, ଟୋଟାଲ 8ଟା ଭାଗ ହେଇଛି। ଏଇଭଳିଆ ଯୋଉ ଛୋଟ ଛୋଟ ପାର୍ଟ 8ଟା ହେଇଛି। ତ ଡିଭାଇଡେଡ୍ ବାଇ 8, ଏଇଥିରୁ ଗୋଟେ ହେଇଛି, ତ 1/8 ହଉନି? ବୁଝି କି ନାହିଁ? Yes, ଆରେ sir. Yes, sir. ଆଚ୍ଛା
फंक्शन कहीं तो एठी कथा कोन आसिला एटा सिना 1/8 कहले ठीक अछि बट प्रथम ए जो येलो पार्ट टा थिला बुझि कि नहीं ए जो येलो पार्ट टा फ्रैक्शन के थिला बुझि ना ए जो येलो पार्ट रो फ्रैक्शन टा के थिला ए आरी कंपैरिजन रे केते अछि 8 रो 1/4 नो पार्ट टा एटा 1/4 नो एते सब कोन भाबु मु बुझि पार नै ए टोटल बड़ स्क्वायर अनुसार ए हळदिया पार्ट टा होछि फ्रैक्शन केते 1/4 हबो ना नहीं Yes, पुणी sir. 1/4. पुणी से जो हळदिया पार्ट कंपैरिजन रे ए जो ग्रीन पार्ट टा होछि केते ता फ्रैक्शन टा होछि केते दैट इज 1/2 1/2 बुझि कि नहीं ओके তাহলে এইটা হচ্ছে হলদিয়াটা 1/4 ইয়ে হচ্ছে হলদিয়ার 1/2 তাহলে টোটাল এই যে পার্টটা কেতে হবো না এই 1/4 ইনটু এই 1/2 को मल्टीप्लाई कर देले एटा बाहर जिवो 1/4 इनटू 1/2 ହେଲା 1/8 एमिति फाइंड आउट करिवा तो सेही अनुसार मते कहिबो एठी पिले कोटा कहिबो एटा कहिबो मन कर गोटे मु ड्रा करछि एठी एमिति ड्रा करछि नोटिस करो गोटे स्क्वायर टा एठी मु करछि एमिति ହେଲା कि एटा को मु देली कोन ओके पिले बर्तन देखो एटा को मार्किंग करली येलो पार्ट रो फ्रैक्शन केते हबो 3/12. हां 3/12. ए 8 रो 3/12. 3/4 टोटली बर्तन ए दिटा कॉलम को छाड़ी दियो ए कॉलम बर्तन नाही बोली भाबो ए बर्तन केते हबो को ए कॉलम नाही केते बटा 1/4. 1/4 बर्तन मु कोन करली एठी गोटे कॉलम ड्रा करली बर्तन में एठी गोटे कॉलम ड्रा करली एठी गोटे कॉलम ड्रा करली लगी ले एबे बर्तन को बर्तन एई जो तीनटा एई गोटे पार्ट को मार्किंग करली एई पार्ट टा केते हो Sir, 1/12. 1/12 1/12. 1/12 ହେଲା कि नहीं 1/12 किंतु मु एठी कोन करबी नोटिस करो पिले एई पार्ट को केवल मु एई पार्ट को कट करी आनली दिस पार्ट मुझे आगे बर्तन एई पार्ट रो फ्रैक्शन टा केते हो मते कहबो व्हाट इज द फ्रैक्शन ऑफ दिस पार्ट एई पार्ट रो फ्रैक्शन केते हबो देखुन जो प्रथम पार्ट टा होची एटा को केते एई पार्ट टा होची तुमर प्रथमे 1/4 थिला बुझी कि नहीं ए कोन एई पार्ट टा टोटल यूनिट रो होची 1/4 पार्ट थिला अब ए जो 1/4 को मु पुणी 3 भाग कली तो से केस रे ए जो प्रतिटी पार्ट केते हिजिवो 1/3 हिजिवो लगी नहीं तले ए जो ग्रीन पार्ट टा को जदी मु कहिबी टोटल यूनिट रो केते हबो त से केस रे कोन ए जो टोटल स्क्वायर रो केते हबो एटा होची तुमरो टोटल येलो टा होची 1/4 ए जो ग्रीन पार्ट टा होची 1/3 तो केस रे को दिया ए जो 1/4 रे 1/3 टा मल्टीप्लाई कर दवा होची कि नहीं और 1/12 कोड हिजिबो बिले ए जो पार्ट ए ग्रीन टा टोटल यूनिट रे केते हिजिबो एटा जदी कहबा 1/12 1/4 इनटू 1/3 एटी 1/4 कोटा केवल एटा होची 1/4 होची कि नहीं 1/3 कोटा 1/3 होची एटा ए जो 1/4 जदी पार्ट अछि तार ए जो छोटिया पार्ट टा होची केते 1/3 एक्चुअली एटा दिस इज 1/3 ओके माने आर एटा होची 1/3 कार एटा होची आर 1/3 से 1/4 1/3 को मल्टीप्लाई कर देले केते जे 1/12 से 1/12 टा कोटा हबो ए केवल एटा रा हे जिवो ए जो ग्रीन टा हे जिवो टोटल यूनिट अनुसार 1/12 सुबुची कि नहीं अरे पिले Yes, sir. Yes, sir. एटी मु दीटा पार्ट तुम मार्किंग कर दो देखो
जो छोटिया ग्रीनटा अछि ଯେତେବେଳେ ଆମକୁ କେବଳ ଆମେ 1/4 ଟାକୁ କମ୍ପାରିଜନ କରିବା ସେତେବେଳେ ଏଟା କେତେ ହବ ଏଟା 1/3 ହବ ତାପରେ ସେଟା 3 ଠିକ ନାହିଁ କିନ୍ତୁ ସେମ୍ ଗ୍ରୀନଟା ଯଦି ମୁଁ କହିବି ଏଇ ଯୋଉ ବଡ ବକ୍ସଟାରେ କେତେ ହବ ବଡ ବକ୍ସଟାରେ କେତେ ହବ କେମିତି ଜାଣିବେ ଏଇଟା ହଉଛି 1/3 ଏଇ ଯୋଉ ୟେଲୋ ପାର୍ଟଟା ହଉଛି 1/4 ସେତେବେଳେ ଆମେ କଣ କରିବା 1/4 into 1/3 କରିଦେବା 1/12 କୋଉଟା ହେଇଯିବ ଏଇ ପାର୍ଟଟା ହେଇଯିବ 1/12 କାହାର ନା ଟୋଟାଲ ବଡ ସ୍କୋୟାରଟାର ହେଲା କି ନାହିଁ ଏ କମ୍ପ୍ଲିଟ ସ୍କୋୟାରର ଏଇଟା ହେଇଯିବ 1/12 ବୁଝି ନା ନାହିଁ କୋଉଥିରେ ମଲ୍ଟିପ୍ଲାଏ କଲେ ଏଇ ଯୋଉ ବଡ ଫ୍ରାକ୍ସନଟା 1/4 ଆଉ 1/3 କୁ ଆମେ ଏଇଟାକୁ ମଲ୍ଟିପ୍ଲାଏ କଲେ ବୁଝିଲେ ନା ଛୁଆ ବର୍ତ୍ତମାନ ସେମ୍ ଜିନିଷ କି ନାହିଁ ସେମ୍ ଫିଗର ବର୍ତ୍ତମାନ କଣ କରିବି ଏଇଟାକୁ ମୁଁ ୟେଲୋ ପାର୍ଟ ମାର୍କିଂ କରିବି ଏଇଟାକୁ ଏଇ ଦିଟା କହିବି କୋଉ ଦିଟା ଏଇ ଦିଟାକୁ କମ୍ବାଇନ୍ କରି କହିବ କାହାକୁ ଏଇଟାକୁ କି ନାହିଁ ଆର ଫ୍ରାକ୍ସନ ଏଇ ଯୋଉ ଦିଟାର ଫ୍ରାକ୍ସନଟା କେତେ ହବ କି ନାହିଁ ଦିଟା ଫ୍ରାକ୍ସନର ମଲ୍ଟିପ୍ଲିକେସନ ଆକାରରେ ମତେ କହିବ ଯେମିତି ଏଇଠି କୋଉଟା ହେଲା ଏଇ ଜିନିଷଟା କାହାର ହେଲା ଆକ୍ଚୁଆଲି 1/4 into 1/3 ସମାନ 1/12 ସହିତ ଇକ୍ୱାଲ ହେଲା ଠିକ ସେମିତି କହିବ କେତେ ହବ କହିଲେ ଦେଖି ଏମିତି ପାର୍ଟ କରି ଆগে ବୁଝ ତମେ ଏଇଠି ଏଇ ଉପରଟାକୁ କାଉଣ୍ଟ କରିବ आर फ्रैक्शन बाहर करिवो ହେଲା କି नहीं तापरे आर फ्रैक्शन बाहर करिवो दीटा को सेम ही बाहरिवो ये होची केते एइटा होची तुमरो टोटल टा होची तुमरो 1/4 ये टोटल टा भी होची 1/4 यस नो से केस रे ए जो सेकंड रो एई पार्ट टा होची केते 1/, ठीक सेमती प्रथम टा एई पार्ट टा होची केते 1/3 लेडी कोन करिया सिंपल हमें सब जगह मल्टीप्लाई कर दवा ओके दैट इज 1/3 into 1/3 into 1/4 into 1/4 कदा हिजबा एंतरी 9 3600 कले लगी अरे Sir, कितना होता 1/144. हो जी एई पार्ट हिजबा केते ये भी हिजबा 1/12 ये भी हिजबा 1/12 ठीक है एई पार्ट टा होजी गोटे 1/12 into एटा भी होजी 1/, ठीक ना नहीं ये दुईटा को मिसले केते हबो सब को एक्चुअली मिसा माने गुणा जीवन एक्चुअली तो प्रथम एटार बाहरिबे केते 1/12 यस नो ठीक सेमते एटा भी बाहरिबे केते 1/, एटा हला 1/12 हला 1/3 into 1/4 गोटे गोटे एई पार्टर प्रथम पार्टर गला आसे मिसा जी 12टा बिकॉज़ एटा मिसिले एई वाला मिसिले होची ना टोटल यूनिट टा
ବୁଝି କି ନାହିଁ କି ସେମିତି ଆଉ ଗୋଟେ 1/3 ଆଉ ଗୋଟେ 1/4 ମିଶାଯିବ ଦୁଇଟା ହବ। ଇଏ ହେଉଛି 1/12 ଇଏ ହେଉଛି 1/12 ଦୁଇଟା ମିଶିଲେ କେତେ ହେଇଯିବ ଦ୍ୟାଟ୍ ଇଜ୍ 2/12 ତୁମର 1/6 ସହିତ ହବ। ବୁଝି ନା Yes, sir. ଛଅଟା ପାର୍ଟ ହଉନି କି ଟୋଟାଲ ପାର୍ଟ ଦେଖୁନ ଛଅଟା ଏଇଭଳିଆ କେଇଟା ହେଇପାରିବ ଇଏ ଯେମିତି ଦୁଇଟା ହେଲା ଠିକ ସେମିତି ଇଏ ବି ହେବ ଦୁଇଟା ଇଏ ଗୋଟେ ହେଲା କି ନାହିଁ ବୁଝିପାରିଲ କି ନାହିଁ ସେମିତି ଏଇ ଦୁଇଟାକୁ ଆମେ ଗୋଟେ ବୋଲି ମାନୁଛନ୍ତି ନା ନାହିଁ ଏ 3 ହେଲା ଠିକ ସେମିତି ଏଇ ପାର୍ଟଟା ସେମିତି ଗୋଟେ ହବ କି ନାହିଁ ସେମିତି ଏଇ ପାର୍ଟଟା ହବ କି ନାହିଁ ଗୋଟେ ସେମିତି ଏଇ ପାର୍ଟଟା ବି ହେଲା ଗୋଟେ ଟୋଟାଲ ଆମେ କେଇଟା ପାର୍ଟ ପାଇଲେ ଏଇଭଳିଆ ଏଇ କମ୍ବିନେସନ ଇଏ ଗୋଟେ ଇଏ ଗୋଟେ 2 3 4 5 6 1/6 ଟୋଟାଲ ବୁଝିଲା ନାହିଁ ବୁଝିପାରିଲନି ପିଲାମାନେ Yes, sir. Yes, sir. Yes, sir. ପ୍ରଥମେ ଏଇ ପ୍ରଥମଟାର ଏଇ ପାର୍ଟଟା ହଉଛି 1/12 ସେମିତି ଦ୍ୱିତୀୟଟାର ଏଇ ପାର୍ଟଟା ହଉଛି କେତେ 1/12 ତ 1/12 1/12 କୁ ମିଶେଇ ଦବ ଆନ୍ସର ପାଇଯିବ 1/6 କି ନାହିଁ ଠିକ ସେମିତି ଏଇଟାରେ କେତେ ହବ କହିଲେ ଦେଖି ଏଇଟାର ଫ୍ରାକ୍ସନ କେତେ କୁହାହବ 2 ମାର୍କ ଏପଟେ ଏମିତି ଲେଖିବ କେତେ ହବ তুমি କାହାର କାଢିବ କହିଲେ ପ୍ରଥମେ ଏଇଟାର କାଢିବ ଏଇ ଯୋଉ ପାର୍ଟଟା ଅଛି ଏଇ ପାର୍ଟର ଫ୍ରାକ୍ସନ ଏଇ କାଢ ତାପରେ ତଳେ ଗୋଟେ ଅଛି କୋଉଟା ଏଇଟା ଆର କାଢିବ এইଟାର ହଉଛି ଏଇଟା ଠିକ ସେମିତି এইটাର ହଉଛି ଏଇଟା ଓକେ এইটাର ଆମେ ଫ୍ରାକ୍ସନ କାଢିବା ତାହେଲେ କେତେ ହବ ସିଏ ନୋଟିସ କର এইটা হচ্ছে কেতে দেখো এই টোটাল যে বড়র স্কয়ারটা আছে এই স্কয়ারটা বড় স্কয়ারটার এই যে গোটে গোটে ইউনিট এইভাবে কেইটা আছে কইলে দেখি এইভাবে কেইটা আছে কেতটা আছে এইভাবে এইভাবে কেতেটা হেলে এই ইউনিটটা হবো টোটাল হবো 5টা তার মানে এটা হেলা কেতে এই যে ফ্র্যাকশন হলো 1/5 সব বুঝি কি নাই বুঝি পারলানি Sir, 1/5 କେମିତି ହେଲା? 1/5 କେତେ ବୁଝି ପାଇଲାନି আচ্ছা जो ফিগরটা মু ড্র করেছি কোটি ড্র করছি কাটিকি লিখিছি তলে এইটি এই যে জায়গাটা এই জায়গা এইভাবে কেতেটা মিশিলে এইভাবে বড় ফিগরটা হচ্ছে দেখিলু টিকে মতে কেতে হচ্ছে 5টা তার মানে গোটিয়ে বড় ফিগর কে 5 ভাগ কলে কি নাই এইভাবে গার পড়িকি ইয়ে গোটে ভাগ 2 ভাগ 3 ভাগ 4 ভাগ টোটাল ହେଲା ଇଏ ହେଲା ଗୋଟେ ଇଏ ହେଲା ଗୋଟେ 2 ଇଏ ହେଲା 3 ଇଏ ହେଲା 4 ଇଏ ହେଲା 5 ତାହେଲେ ଗୋଟେ ଜିନିଷକୁ ଯଦି 5 ଭାଗ କରିବା ତାହେଲେ ପ୍ରତିଟି ପାର୍ଟର ଭାଗ କେତେ ହେବ 1/5 ହେବନି ହେବନି Yes, sir. এইটা ଗୋଟେ ଜିନିଷ ଗୋଟେ ତମ ଘରେ ଏଇଟା ଗୋଟେ ଆପଲ ଅଛି ବା ଅରେଞ୍ଜ ଅଛି ତମ ଘରେ 5ଟା ଛୁଆ ଅଛନ୍ତି ତାହେଲେ ମମି ତମର କଣ କରିବେ ତାକୁ 5 ଭାଗ କରିବେ କି ନାହିଁ Yes, sir. ତାହେଲେ ପ୍ରତି ଭାଗ ଯଦି 5 ଭାଗ କଲେ ତାହେଲେ ପ୍ରତି ପିଲାର ଭାଗଟା କେତେ ପଡିବ 1/5. 1/5 ଏ ପିଲା 1/5 ନେଲେ ଠିକ ସେମିତି ଏଠି ଉପରେ ଯୋଉ ଏଇ ଯୋଉ ରେକ୍ଟାଙ୍ଗଲଟା ହଉଛି ଏଇଟା ହଉଛି 1/5 ତ 1/5 ର ଏଇ ପାର୍ଟଟା କେତେ ହବ ଯୋଉ ପାର୍ଟଟା ଏଇଠି ଯୋଉ ଗାର ପଡିଛି କେତେ ହବ 1/5 into 1/4. এইটা হচ্ছে 4 পার্ট করছে এক্স্যাক্টলি তো 1/4 হব एक्चुअली কাহিଁକି 1/4 କାହିଁକି ହେଲା जो बड़ रेक्टांगलटा ये अच्छी नोटिस कर ये जो रेक्टांगलटा अच्छी ना ये जो रेक्टांगलटा ऊपर अच्छी ये जो गोटे बोली मानिबा नोटिस कर ऊपर ड्रा कर ये जो रेक्टांगलटा नोटिस कर अच्छी एटा से केते भाग करिछ 4 ଭାଗ 4 भाग करिछ कोठा ना 1 2 3 4 1 2 3 4 এই যে ভাগটা সে এমনি গার পকেছি না নাই
তাহলে এই ভাগটা Yes, হচ্ছে sir. 1/4 না নাই? Yes, sir. ওকে, তাহলে ବର୍ତ୍ତମାନ ମୁଁ ଯଦି କହିବି ଏଇ ଯୋଉ ବଡ ସ୍କୋୟାରଟା ଆମକୁ ଦେଇଛି, ଏ ବଡ ସ୍କୋୟାରର ଏଇ ଯୋଉ କର୍ଣ୍ଣର, ଏଇ ଯୋଉ କର୍ଣ୍ଣର ଯୋଉ ଜାଗାଟା ଅଛି, କୋଉ ଜାଗାଟା? ଏଇ ଯୋଉ କେବଳ ଏଇ ଜାଗାଟା କଥା ମୁଁ କହୁଛି ବର୍ତ୍ତମାନ। ଏଇ ଜାଗାଟାର ଫ୍ରାକ୍ସନ କେତେ ହବ? କେତେ ହବ? 1/20. 1/5 into 1/4 ହବ। କେତେ ହବ ଏଠି? 1/5 into 1. ଏଇ ଜାଗାଟା କେତେ ଥିଲା ତାହେଲେ? 1/5 into 1/4। କେମିତି ହେଲା ବୁଝିପାରିଲ ନା ନାହିଁ? ଏଇଠି ତମକୁ ବୁଝେଇଲି। ପ୍ରଥମେ ଆମେ Yes, ଏଇଟାକୁ sir. ପାର୍ଟ କଲେ 1/5 ହେଲା, ସେ 1/5 ଏଇଟାର ଏଇଟା ହଉଛି 1/4, ତ ଏଇ ଦିଟାକୁ ଆମେ ଗୁଣିଦେବା। ଓକେ, ତ ଠିକ ସେମିତି ବର୍ତ୍ତମାନ ଆମର କୋଉ ପାର୍ଟଟା ସରିଲା? ବର୍ତ୍ତମାନ ଆମର ଏଇ ପାର୍ଟଟା କାମ ସରିଲା, ଆହୁରି ଗୋଟେ ପାର୍ଟ ତଳେ ଅଛି। ତ ଠିକ ଯେମିତି ଏଇ ପାର୍ଟଟା ଆମର 1/20 ହେଲା, ଏଇ ପାର୍ଟଟାର ବି ସେମିତି କେତେ ହବ? ଏଇ ପାର୍ଟଟାର କେତେ ହବ? ସିଏ ବି ସେମିତି 1/20 ହବ କି ନାହିଁ? ହେଲା, କିନ୍ତୁ କ୍ୱେଶ୍ଚେନ ଆମକୁ କଣ ଦେଇଛି? କ୍ୱେଶ୍ଚେନ ଆମକୁ କୋଉ ଫିଗରଟା ଦେଇଛି? ରୁହ ମୁଁ କହିବି, ବୁଝ। କ୍ୱେଶ୍ଚେନ ଆମକୁ କୋଉ ଫିଗରଟା ଦେଇଛି? କ୍ୱେଶ୍ଚେନରେ କେବଳ ଏଇ ଫିଗରଟା ଦେଇଛି। କୋଉଟା ଦେଇଛି? ଦିସ୍ ଫିଗର, ଏଇ ଫିଗରଟା ଦେଇଛି। ତାହେଲେ ଆମେ କଣ ଜାଣିଲେ? ଏଇ ଯୋଉ ପାର୍ଟଟା, ଏଇ ଏତିକି ପାର୍ଟ ଯୋଉ ହେଲା, ସେଇଟା ହେଲା 1/20। ଠିକ ସେମିତି ଏଇ ଯୋଉ ପାର୍ଟଟା ମଧ୍ୟ ହେଲା 1/20। କିନ୍ତୁ ଏଇ ଦିଟାକୁ ସେ କ୍ୱେଶ୍ଚେନ ଆକ୍ଚୁଆଲି କଣ କରିଦେଇଛି? କମ୍ବାଇନ କରିଦେଇଛି। ଏଇଟା ଏଇ ଦିଟା ଗୋଟିଏ ବୋଲି ସେ କାଉଣ୍ଟ କରୁଛି। ସେ କେସରେ କଣ କରିବା ନା, ଏଇ ଯୋଉ 1/20 ଉପରେ ଯୋଉ ରହିଲା, ତଳେ ଯୋଉ 1/20 ରହିଲା, ତାକୁ ମିଶେଇ ଦେବା। 1/20 ପ୍ଲସ୍ 1/20 that is equal to 2/20 that is equal to 1/10 आंसर। ବୁଝିପାରୁଛ କି ନାହିଁ ଛୁଆମାନେ? ହେଲୋ ରେ। Yes, sir. Yes, sir. Sir, ଆଉ ଥରେ ଆଉଥରେ କହୁଛି। କୋଉ ଜିନିଷ ତମେ ବୁଝିପାରିଲନି ଯେ ଆଉଥରେ କହିଲ ମତେ? କୋଉ ଜାଗାରେ ତମେ ବୁଝିପାରିଲନି? ସାର୍ ମୁଁ ଏବେ ଜଏନ୍ ହେଲି ତ ସାର୍ ଆଉ ଥରେ ବୁଝେଇ ମାନେ ଦିଅ। ଏବେ ଜଏନ୍ ହେଲେ କେମିତି ହବ? ତମେ ପୁଣି ଷ୍ଟାର୍ଟିଂ ରୁ ରେକର୍ଡିଂ କ୍ଲାସ ପଠେଇଗଲେ ଦେଖାଯିବ, ଦେଖିବ, ଷ୍ଟାର୍ଟିଂ ରୁ ବୁଝିପାରିବ। ଠିକ ଅଛି। ବୋଲେ ସେଇ ଅନୁସାରେ ମତେ କୁହ, ଏଇଠି ଏଇ ଯୋଉ କ୍ୱେଶ୍ଚନ ଏଠି ଦିଆଗଲା, ଏଠି ଏଇଟା ତମ ବହି ଭିତର କ୍ୱେଶ୍ଚନ ଗୋଟେ। ଏଇ ପାର୍ଟଟା କହିବ, ଏଇ ପାର୍ଟଟା ସେମିତି କେତେ ହବ? कितना होगा? इथे हमें कौन करिया? प्रथमे प्रतिटी पार्ट को पार्ट करिया, आराम से करि परियो तमे। इटा गोटे पार्ट मु कली, तापरे गोटे पार्ट मु कली कोटा एटा, एटा होची आरो, एटा होची ता। एटा होची आरो। तले मते गोटे कथा को, बड़ फिगर टा कोटा? एटा होची बड़ फिगर, दिस इज द बिग फिगर। एई फिगर कंपैरिजन रे एइटी जो पार्ट टा रहिला, एई पार्ट टा तार केते फ्रैक्शन हबो मते को खाली? एई बड़ फिगर अनुसार एटा केते केते पार्ट हबो तार? केते फ्रैक्शन? एई भले केतेटा मिसिला लोग टोटल बड़ फिगर होची। एइठी ये गोटे, ये दुईटा, ये तीनटा, ये 1/5 चारिटा, ये पांचटा। तो टोटल पर एई जो पार्ट टा होची तार फ्रैक्शन केते? 1/5, ठीक ना नहीं? 1/5 तले एई जो 1/5 हम एइठी गोटे पाइले फ्रैक्शन, ए 1/5 हम सेटा जानि गेले, ठीक अछि। ते 1/5 फ्रैक्शन रो एई भले केतेटा अछि? केतेटा पार्ट को हम कंसीडर करछ? नोटिस करो, एइटा बर्तन ए जो 1/5 टा केते भाग करछि से? 3/4। हां, एइटा जो हैला हमर 1/5 लाइक नै 1/5 काहे को हैला? बिकॉज़ एई भलिया पांचटा हेले मिसी गले एई भलिया गोटे बड़ फिगर होउछि, सेति पे एइटा हैला 1/5। बर्तन एइटा को से केते भाग करछि? 1 2 3, त माने गोटिए दुईटा तीनटा चारि भाग कला। ताने एइट से बर्तन केतेटा पार्ट को से गार पकेछि? तीनटा पार्ट को गार पकेछि। ताले एइठु दिके पार्ट केते हिजबो? 3/4 हबो कि नै? अच्छा माने एइठु दिके जो पार्ट टोटल ऊपर एटा 3/4 हबो ना नै? सिंपल, बुझि पल्ला ना रे?
ତାହେଲେ ଯଦି ବର୍ତ୍ତମାନ ମୁଁ Yes, sir. କହିବି କଣ କହିବି ନା ଯେତିକି ପାର୍ଟ ଆମର ରାକେନିଂ କରିଛି ଏତିକି ପାର୍ଟକୁ ଆମେ ଯଦି ପୁରା ଟୋଟାଲ ଫିଗର ନବା ସେ ଟୋଟାଲ ଫିଗର ଅନୁସାରେ ମତେ କହିବ କେତେ ହବ କୁହ ମତେ ବର୍ତ୍ତମାନ ଏଇ ଫିଗରଟା ପାଇଁ ଏଇ ଯୋଉ ଏଇଟା ବର୍ତ୍ତମାନ କେତେ ଫ୍ରାକ୍ସନ ଗୋଟେ ହବ କୁହ ଖାଲି এইটা এই ফিগরে কেতে পার্ট হবো অলরেডি মু তার এটা করে দিয়েছি গোটে 1/5 গোটে 3/4 কেতে হবে এটা 3/4 ইনটু 1/5 3/20 ঠিক আছে তো যেমিতি এই তাহলে এইটি আমার গোটে পার্টর কাম সরলা এই পার্টর কাম কেতে পাইলে আমি দ্যাট ইজ 3/20 কেতে পাইলে এইটা পাইলে 3/20 ঠিক সেমিতি এই পার্টটা সেমিতি কেতে বাহারিব কেতে বাহারিব 3/23 এইটা বি সেমিতি 3/20 বাহারিব কি নাই Yes, sir. total is 3/20 into 3/20 ये भी 3/20 से भी 3/20 দুইটা মিশাই দেবা কাই মিশাইবা বিকজ এই ভଳିଆ ফিগর जोड़िले পাঁচটা जोड़िले বড়টা হচ্ছে 3/20 প্লাস 3/20 কেতে হেলা দ্যাট ইজ 6/20 এটা কি তোমার 20. কেতে হিসাব কলে 3/10 3/10. 3/10. বুঝি পালা নাই কেমিতি হেলা এটা আরে পিলে Yes, sir. এনি প্রবলেম এটা টিকে কমপ্লিকেটেড থিলা এটা বুঝাইଥିଲି তারপরে ଆଉ ଯାହା ବି ଦେଇଛି ମାନେ actually କଣ ପିଲା ଖେଳ ବୁଝି କି ନାହିଁ ରେ Yes, sir. ତାହେଲେ ଗୋଟେ କଥା କୁହ ମନେକର ଆମେ ଦିଟା ଫ୍ରାକ୍ସନ କୁ କେମିତି ମଲ୍ଟିପ୍ଲାଇ କରିବା তুমি ଜାଣିଛ ନା ଜାଣିନା yes sir Yes, sir. Yes, sir. sir straight হবো Yes, sir. এই পার্টটা তুমি কেମିତି বুঝিবা না স্টেটমেন্ট মাধ্যমରେ ବୁଝିବା ବାକି ନାହିଁ ମନେକର তুমি ଯାଉଛ 1/4 কিলোমিটার in 1 hour ବୁଝି କି ନାହିଁ କଣ କହିଲି তুমি যাଉଛ 1/4 কিলোমিটার 1 hour তুমি ট্রাভেল করছো ହେଲା କି ନାହିଁ ତାନା কোন ତୃପ୍ତି तृप्ति travels 1/4 किलोमीटर in 1 hour ହେଲା କି ନାହିଁ ତାହେଲେ ସେ କହୁଛି କେତେ ତୃପ୍ତି how far तृप्ति travels in half an hour ମାନେ ବୁଝୁଛି କି ନାହିଁ 30 minutes ତାହେଲେ ଯଦି ଯାଉଛି 1 hour 1/4 କିଲୋମିଟର ତାହେଲେ 30 ମିନିଟ୍ରେ କେତେ ଡିଷ୍ଟାନ୍ସ ଯିବ ତ କେମିତି ଜାଣେ କଣ କରିବା ଏଠି এটা ইনটু হবো ହୁଁ ইনটু হবো କେତେରେ କଣ କେତେ ମଲ୍ଟିପ୍ଲାଏ ହେବ ସେଇ ଫ୍ରାକ୍ସନଟା କହିବେ ମତେ ଏଠି ପ୍ରଥମେ ଆମେ କଣ କରିବା ପ୍ରଥମେ କାଉଣ୍ଟ କରିବା 30 ମିନିଟ୍ସ ମାନେ କେତେ ଆୱାର ଆগে ଠିକ କରିବା 30 ମିନିଟ୍ସ କେତେ ଘଣ୍ଟା ନା 1/2 ଆୱାର ଯଦି ଗୋଟେ ଘଣ୍ଟାରେ ଯାଉଛି 1/4 କିଲୋମିଟର ତାହେଲେ 1/2 ଆୱାର କେତେ ଯିବ sir in 1 hour ଜଣେ ଯାଉଛି 1/4 କିଲୋମିଟର ତାହେଲେ ଆୱାର ଅଛି କେତେ ନା in 1/2 ଆୱାର କେତେ ଯିବ 1/4 into 1/2 that is 1/8 kilometer that is equal 1/8 ବୁଝି କି ନାହିଁ ତାହେଲେ ମତେ କୁହ এটা কমিলা না ডিসটেন্সটা কমিলা না বড়িলা Sir, বড়িলা কেমিতি বড়িলা আরে মূর্খ প্রথমে সে যাউতলে কেতে কিলোমিটার কমিলা 1/4 কিলোমিটার যদি ঘন্টা করে যাଉଛି 1/4 তো অধ ঘন্টাରେ କେମିତି କମ ଯିବ ବୋଲି ଭାବୁଛ ଆରେ ଘଣ୍ଟା ଗୋଟେ ଘଣ୍ଟାରେ ଅଧିକା ଯିବ ନା ଅଧ ଘଣ୍ଟାରେ ଅଧିକା ଯିବ ହାଫ ଆନ୍ ଆୱାରରେ ବୁଝି କି ନାହିଁ ଏଇଠି ତୁମେ କେମିତି ଜାଣିବ ନା 1/4 ଆଉ 1/8 ଭିତରେ କମ୍ପାରିଜନ କରିବ ଏଇଠି ଯେହେତୁ ଉଭୟଙ୍କର ନ୍ୟୁମରେଟର ସମାନ ଅଛି ଯୋଉ କେସରେ ନ୍ୟୁମରେଟର ଇକ୍ୱାଲ ଥାଏ ସେମାନଙ୍କର ଡିନୋମିନେଟର ଯାହାର କଣ ଥିବ ସାନ ଥିବ ସିଏ ବଡ ହେଲା କି ନାହିଁ ଓକେ କିନ୍ତୁ ଏଇ ପାର୍ଟଟା ଆସିବ ନା ଏଗୁଡ଼ା ସବୁ ବହୁତ ଇଜି ଜିନିଷ ଅଛି ତ କିଛି ନାହିଁ
ତମର ଆକ୍ଚୁଆଲି ବହୁତ ପାଠ କାଟି କୁଟି ଉଡେଇ ଦେଲା। ସେକେଣ୍ଡ ଭଲ୍ୟୁମରେ ଯାହା ଦେଇଥିବ କିଛି ଦେଇଥିବ, ତ ଏକ୍ସପୋନେଣ୍ଟ ନାହିଁ, କିଛି ନାହିଁ, କମ୍ପେୟାରିଂ କ୍ୱାଣ୍ଟିଟିଜ ନାହିଁ। ସେକେଣ୍ଡ ଟା ବୋଧେ ପଢା ହବନି। ସେଇ ତ କଥା, ତମେ ତ ଶିଖି ପାରିଲନି ନା, ଗୋଟେ ବର୍ଷ ପଳେଇଲା, ବୁଝିଲା। ସେ ଏ ପାର୍ଟଟା ତ ରହିଗଲା ସିମ୍ପଲ। এইটা আসিব না আসিবନି? এইটা আসিব না আসিবନି? ସାର୍ ଆସିବ। ସାର୍ ଆସିବ। ୟେସ୍ ସାର୍ ଆସିବ। ସାର୍ ଆସିବ। এটা କୁହ। ସାଫିଆ saw the moon setting on Monday at 10 PM, ହେଲା କି ନାହିଁ? 10 PM ରେ ସେ ଦେଖିଲା, ମୁନ୍ ଟା ଦେଖିଲା। Your mother, who is a scientist, told her that every day the moon sets 5/6 hours later than the previous day. ବୁଝି କି ନାହିଁ? ବର୍ତ୍ତମାନ ସେ ଦେଖିଛି କେତେବେଳେ ମୁନ୍ ଟା? 10 PM ରେ ଦେଖିଛି ପ୍ରଥମେ ଷ୍ଟାର୍ଟିଂ ରୁ। ମ୍ୟୁଟ୍ ତମେ କଣ ପାଇଁ ରଖୁନ ବେ? 10 PM ରେ ଦେଖିଲା। ତା ମା କହିଲା, ଯେବେ ବି ତୁମେ ଦେଖୁଛ, ମନେକର ଆଜି 10 PM ଦେଖିଲ, ତା ପରଦିନ ମୁନ୍ କେବେ ଆସିବ ନା 5/6 hours later, 5/6 ଘଣ୍ଟା ପରେ ମୁନ୍ ଟା ଆସିବ, କି ନାହିଁ? 5/6 hours later, later ମାନେ କଣ ପରେ? ବୁଝି, how many hours after 10 PM will the moon set on Thursday? ବୁଝୁଛି କି ନାହିଁ? ତାହେଲେ ମଣ୍ଡେରେ ସେ ଦେଖିଲା କେତେ? 10 PM। ମଣ୍ଡେର 10 PM ରେ ଦେଖିଲା ମୁନ୍, ସେ କହୁଛି ଥର୍ସଡେ କେତେ ଘଣ୍ଟା ପରେ ସେ ମୁନ୍ ଦେଖିବ? ବୁଝୁଛି କି ନାହିଁ? How many hours after 10 PM will the moon set on Thursday? ତାହେଲେ ଯୋଉ 10ଟା ବାଜିଲା ନା, ଦେଖ, ଯଦି ମଣ୍ଡେରେ ସେ ଦେଖିଛି କେବେ 10ଟାରେ, ତାହେଲେ ଥର୍ସଡେରେ 10ଟା ବାଜିଗଲା ପରେ 10 PM ପରେ ଆଉ କେତେ ସମୟ ଲାଗିବ ମୁନ୍ ଟା ଦେଖିବା ପାଇଁ, ଏଇ କଥା ପଚାରିଛି। ବୁଝୁଛି କି ନାହିଁ? ମଣ୍ଡେର 10 PM ରୁ କାଉଣ୍ଟ କରିବନି। ଥର୍ସଡେ ଯେବେଠୁ 10 PM ବାଜିବ, ସେ 10ଟା ପରେ ଆଉ ତାର କେତେ ସମୟ ପରେ, ଘଣ୍ଟେ ପରେ କି 2 ଘଣ୍ଟା ପରେ ମୁନ୍ ଟା ଦେଖାଯିବ, ଏଇ କଥା କହୁଛି। ବୁଝିପାରୁଛ ନା ଛୁଆ? यस सर। तो क्या होगा बोलो? 5/2 hours. 5/2 hours। 5/2 hours. ଦେଖିବା, ଦେଖ, ତାହେଲେ ସେ କହୁଛି ମାନେ ଆଜି 10ଟା ମାନେ ତାର ନେକ୍ସଟ ଡେ 5/6 ଘଣ୍ଟା ପରେ ଦେଖାଯିବ। ତାହେଲେ ମଣ୍ଡେରେ ଯଦି ଏତିକି, ଯଦି କୋଉ ଟ୍ୟୁଜଡେରେ କେତେ ଘଣ୍ଟା ପରେ ଆସିବ? 5/6 ଆୱାର ପରେ ଆସିବ କି ନାହିଁ? 5/6 ମାନେ କେତେ ଆକ୍ଚୁଆଲି? କେତେ? 5/6 into 30, ସରି 60, ତମେ କେତେ ହେଇଯିବ? 1460, 10×5 = 50। ତାମାନେ 10ଟା, ସରି 50 ମିନିଟ୍ ପରେ ଆସିବ ଆକ୍ଚୁଆଲି, ନୁହେଁ କି? 5/6 hour after ମାନେ 50 minutes ପରେ ଆସିବ। ତାହେଲେ ମଣ୍ଡେରେ ଯଦି 10ଟାରେ ଆସିଛି, ଟ୍ୟୁଜଡେରେ କେତେ ଆସିବ? 10:50 PM ରେ ଆସିବ। ଠିକ ସେମିତି ୱେଡନେସଡେରେ କେତେବେଳେ ଆସିବ? ମଣ୍ଡେ ହେଲା କେବେ? ମଣ୍ଡେରେ 10ଟା, ଟ୍ୟୁଜଡେରେ କେତେ? 10:50 PM। ୱେଡନେସଡେରେ କେତେବେଳେ ଆସିବ? 10:50, ପୁଣି ତାର 50 ମିନିଟ୍ ପରେ, ମାନେ କେତେ ଆସିବ? 11:40 PM ରେ ଆସିବ। ଥର୍ସଡେରେ କେତେବେଳେ ଆସିବ? 11 PM, that is 12:30 PM ରେ, 30 AM ରେ ଆସିବ। ବୁଝୁଛି କି ନାହିଁ? ହେଲେ ଯୋଉ ଥର୍ସଡେ ର ଯୋଉ 10ଟା ବାଜିଥିବ, 10ଟା ପରେ ଏଟା କେତେ ଆସିବ? that is 2.5 ଘଣ୍ଟା ପରେ, ଏତିକି ଆୱାର ପରେ ଆସିବ। 5/2 hour କହିଛି, ଠିକ କହିଛି, ଆସୁଛି ନା ନାହିଁ? ଆରେ ଏଇଟା ଆମେ ସିନା ଏମିତି କ୍ୟାଲକୁଲେଟ କଲେ, ବଟ୍ ଆମେ ତାକୁ ଲେଖିକି ଫ୍ରାକ୍ସନ ମଲ୍ଟିପ୍ଲିକେସନ କେମିତି କରିବା? କେମିତି କରିବା? ବୁଝି ନା ନାହିଁ? Sir, 5/6 into 3. 5/6 into 3, ଭେରି ଗୁଡ। କାହିଁକି କରିବା ନା, ମଣ୍ଡେ ରୁ ଥର୍ସଡେ କେତେ ଦିନ? 1, 2, 3, 3 ଦିନ। ତାହେଲେ ଗୋଟେ ଦିନରେ ଆସି 5/6 hour ପରେ 3 ଦିନ କେତେ ଆସିବ? 3 into 5/6, 3 କାଟିଲେ 2 ହେଇଗଲା, that is 5/2 hour after ଆସିବ।
10টাର 5/2 ଆୱାର ପରେ ଆସିବ ମାନେ କେତେ? ଦ୍ୟାଟ୍ ଇଜ୍ 2 ଘଣ୍ଟା 30 ମିନିଟ୍ ପରେ ଆସିବ। ଦ୍ୟାଟ୍ ଇଜ୍ 10ଟା ଥିଲେ 8:30ରେ ଆସିବ। ଶୁଭୁଛି କି ନାହିଁ? ଠିକ୍ ଅଛି ଆମ ଆନ୍ସର ପିଲାମାନେ। ଏଇଟା ତୁମେ ଏମିତି କଲେ ହବନି, ତମକୁ ପ୍ରପରଲି ଲେଖିବାକୁ ପଡିବ। କିନ୍ତୁ ଏଇଟା କଣ ହବ? 3 ନମ୍ବରଟା କୁହ। Manju and two of her neighbors buy 5 liters of oil every week and share it equally among 3 families. How much oil does each family get in a week? ବୁଝି କି ନାହିଁ? ତାମାନେ ପ୍ରତି ସପ୍ତାହରେ ହେଲା କି ନାହିଁ, ପ୍ରତିଟି ୱିକରେ କେତେ ପାଉଛନ୍ତି? 5 ଲିଟର୍ସ ଅଫ୍ ଅଏଲ କିଣୁଛନ୍ତି। 5 ଲିଟର ଅଏଲ କିଣୁଛନ୍ତି, ତାକୁ ସେୟାର କରୁଛନ୍ତି ଇକ୍ୱାଲି ଏମଙ୍ଗ 3 ଫ୍ୟାମିଲିଜ। ତାହେଲେ 3 ଜଣ ଫ୍ୟାମିଲି ଭିତରେ ସେ 5 ଲିଟର ତେଲକୁ ବାଣ୍ଟୁଛନ୍ତି ଇକ୍ୱାଲି। ବୁଝି କେତେ ଅଏଲ ଡଜ୍ ଇଚ୍ ଫ୍ୟାମିଲି ଗେଟ୍ ଇନ୍ ୱିକ୍? ହେଲେ ପ୍ରତିଟି ଫ୍ୟାମିଲି ଦେଖ 5 ଲିଟର ଅଏଲକୁ ଡିଷ୍ଟ୍ରିବ୍ୟୁଟ୍ କରାହେଉଛି, ସେୟାର କରାହେଉଛି କେତେ ଜଣଙ୍କ ଭିତରେ? ନା ସେଇଟା କରାହେଉଛି 3 ଫ୍ୟାମିଲି ଭିତରେ, 3 ଫ୍ୟାମିଲିଜଙ୍କ ଭିତରେ। ବୁଝି କି ନାହିଁ? ତାହେଲେ ସେ କହୁଛି ହାଉ ମଚ୍ ଅଏଲ ଡଜ୍ ଇଚ୍ ଫ୍ୟାମିଲି ଗେଟ୍ ଇନ୍ ୱିକ୍? ହେଲେ ଯଦି 3ଟା ଫ୍ୟାମିଲି 5 ଲିଟର ସେୟାର ହେଉଛି, ହେଲେ ପର ଫ୍ୟାମିଲି କେତେ ଅଏଲ ନଉଥିବ, କେତେ ଅଏଲ ପାଉଥିବ? କ'ଣ କରିବା? 5/6 ଏବେ 6 ହବ। କାହିଁକି? ତମେ କୁହ ପ୍ରତିଟି ୱିକରେ ହେଲା କି ନାହିଁ, ଗୋଟେ ୱିକରେ ଗୋଟେ ଫ୍ୟାମିଲି କେତେ ପାଉଥିବ ତେଲ? ସରି ସାର୍ 5/3 5 ଲିଟର 3 ଜଣ ଫ୍ୟାମିଲି ଭିତରେ ହଉଛି କେମିତି? 5/3 କେମିତି ହବ? ଏଠି ବଣ୍ଟା ଯାଉଛି କେତେ? 3ଟା ଫ୍ୟାମିଲି ଭିତରେ 400 ମିଲିଲିଟର 3/5 ହବ। ଶୁଭୁଛି କି ନାହିଁ? ତୁମେ ଏମିତି ଭାବ, ସାର୍ 3 3/4 ଜଣ into ଫ୍ୟାମିଲିଙ୍କ ଭିତରେ 3/5 into 4 5 ଲିଟର ଅଏଲ ତେଲ ବଣ୍ଟା ଯାଉଛି। ତାହେଲେ ଗୋଟେ ଫ୍ୟାମିଲି କେତେ ନବ? 5/3 ଲିଟର ନବନି? 5/3 ସେଟା 5/3 ଠିକ। ଏଠି କେତେ ନବ? 5/3 ଲିଟର ଅଏଲ ନବ ଗୋଟେ ଫ୍ୟାମିଲି। ହାଉ ମଚ୍ ଅଏଲ ୱିଲ୍ ୱାନ୍ ଫ୍ୟାମିଲି ଗେଟ୍ ଇନ୍ 4 ୱିକ୍? ହେଲେ ଗୋଟେ ୱିକରେ ଗୋଟେ ଫ୍ୟାମିଲି ନଉଛି ଏତିକି, ତାହେଲେ ଇନ୍ 4 ୱିକ୍ସ କେତେ ନବ? 1 4 ଫ୍ୟାମିଲି କେତେ into ନବ? 5/3 ତାହେଲେ 4 5/3 into 4 that is equal to 20/3 ଯୋଉଟା କି 12/5 ହବ। କେମିତି? 20/3 ନା 6 whole 2/3 ଲିଟର ଭୁଲ ଲାଗି? ଆରେ ଏଇ କ୍ୱେଶ୍ଚନଟାକୁ ଏମିତି ବୁଝ। ଗୋଟେ ୱିକ୍ ତୁମ ଘରେ 3ଟା ଫ୍ୟାମିଲି ଅଛନ୍ତି, ଠିକ ନାହିଁ? ତମ ବାପା 3 ଭାଇ, 3ଟା ଫ୍ୟାମିଲି ହେଲେ ତମ ଘରେ ଆସିଲା 15 ଲିଟର ତେଲ ତମ ଘରେ। ଗୋଟେ ସପ୍ତାହରେ 15 ଲିଟର ଆସିଲା, ତାହେଲେ ସେ 15 ଲିଟର ତେଲକୁ କ'ଣ କରାଗଲା? 3ଟା ଫ୍ୟାମିଲି ଭିତରେ ବଣ୍ଟାଗଲା। ତାହେଲେ ପର ଫ୍ୟାମିଲି କେତେ ନେବେ? କେତେ ନେବେ? 5 ଲିଟର ଗୋଟେ ଫ୍ୟାମିଲି କେତେ ନବ? ଗୋଟେ ଫ୍ୟାମିଲି 5 ଲିଟର ନବ କି ନାହିଁ? 15/3 ନବ କି ନାହିଁ? 5 ଲିଟର। ତାହେଲେ ଗୋଟେ ଫ୍ୟାମିଲି ଗୋଟେ ସପ୍ତାହରେ କେତେ ଖର୍ଚ୍ଚ କଲା? ଗୋଟେ ଫ୍ୟାମିଲି ଗୋଟେ ୱିକରେ 5 ଲିଟର ତେଲ ଖର୍ଚ୍ଚ କଲା କି ନାହିଁ? ବୁଝିଲାନି? ଯୋଉ 15/3ଟା କଥା କହିଲି, ଏଇ ଯୋଉ 5 ଲିଟର କୋଉଠୁ 15/3 ରହିଲା ନା? ବୁଝି କି ନାହିଁ? ତାହେଲେ ସେ ଗୋଟେ ଫ୍ୟାମିଲି 4 ସପ୍ତାହରେ କେତେ ନବ? ଗୋଟେ ୱିକରେ ଯାଉଛି 5 ଲିଟର, ତାହେଲେ ସେଇ ଫ୍ୟାମିଲି ଗୋଟେ 4 ସପ୍ତାହରେ କେତେ ନବ? 4 into 5 ହବ ନା ନାହିଁ? ହଁ ସେମ୍ ଜିନିଷ ତ ମୁଁ କଲି ନା, କ'ଣ ଅସୁବିଧା ଅଛି? ବୁଝିପାରୁନ ଆଧରେ କ'ଣ ଅଛି? ଏଇଠି 5 ଲିଟର କୋଉଠି ରହିଲା? ଏଇ ଯୋଉ 5 ଲିଟର କୋଉଠି ରହିଲା? 5 ଲିଟର 15/3 ରହିଲା, ଯୋଉଟା କି 5/3 କରାହେଇଛି। 5 ରେ ଯୋଉ 4ଟା ମଲ୍ଟିପ୍ଲାଏ ହେଲା, 5ଟା ଆସି 15/3 ରୁ 5/3 ରେ ଆମେ 4 ଏଠି ମଲ୍ଟିପ୍ଲାଏ କଲେ।
ବୁଝିପାରୁଛ କି ନାହିଁ ଛୁଆମାନେ? Yes, sir. Yes, sir. ଆଉ ଆଧରେ କଣ ଅଛି? ମେନ୍ ଜିନିଷଟା ବୁଝେଇଥିଲି, ଆଉ ଅଳ୍ପ ଅଳ୍ପ ଜିନିଷ ଅଛି, ଡିଫିକଲ୍ଟି ନାହିଁ। ଏଇଟା ସେମିତି ଆସିବ ନା ଆସିବନି? A team of workers can make 1 kilometer of water canal in 8 days. 8 ଦିନରେ ସେ କେତେ କରୁଛନ୍ତି? 8 days ରେ 1 କିଲୋମିଟର ଗୋଟେ ୱାଟର କ୍ୟାନେଲ ସେ ଖୋଳୁଛନ୍ତି। ବୁଝୁଛି କି ନାହିଁ? ପାଣି ଯିବା ପାଇଁ ନାଳ ଯୋଉ କହନ୍ତି। କହୁଛି ଶୁଣୁଛି 8 ଦିନରେ ଯଦି 1 କିଲୋମିଟର ଖୋଳୁଛି, କହୁଛି so in 1 day the team can make how many kilometer of water canal? ଗୋଟେ ଦିନରେ ପିଲେ କେତେ କେତେ କରିବେ ସେ? 8 ଦିନରେ କଲେ 1 କିଲୋମିଟର ୱାଟର କ୍ୟାନେଲ, ଗୋଟେ ଦିନରେ କେତେ କରିବେ? 1/8 କରିବେନି? ଆରେ ଟିକେ ହରି ହେଇଯିବ। ଏଟାକୁ ଆମେ କହନ୍ତି କଣ? ୟୁନିଟାରୀ ମେଥଡ, ଏକକ ପଦ୍ଧତି ଯୋଉ କହନ୍ତି। ତାହେଲେ କହୁଛି if they work 5 days in a week, ତାହେଲେ ଗୋଟେ ଦିନରେ ଯଦି ଏତିକି କରିବେ, ତାହେଲେ 5 ଦିନରେ କେତେ କରିବେ? 5/8. That is 5 into 1/8 kilometer. This much water canal. ঠিক ଅଛି? They can make କେତେ? 5/8 ଏଠି ହବ। ହେଇଯିବ କେତେ? 1/8. ଏଇଟା କେତେ ହବ? କହୁଛି ଗୋଟେ ଦିନରେ ସେ କେତେ ପିଉଛି କ୍ଷୀର? 1/2 glass of milk ପିଉଛି। କି ନାହିଁ? how many glasses of milk does he drink in a week? ତାହେଲେ ଗୋଟେ ଦିନରେ ଏତିକି ପିଲେ 1 week ମାନେ କେତେ? 1 week ଟା କେତେ ଦିନ? 7 days। 7 days. 7 7 days. days ରେ କେତେ ପିଇବ? 7 into 1/2, that is 7/2 2. glasses of milk. 7/2. how many glasses of milk did he drink in the month of January? ତାହେଲେ ଜାନୁଆରୀ ସେ କେତେ ପିଇବ? ଯଦି ଗୋଟେ ଦିନରେ ଏତିକି ପିଉଛି, ଜାନୁଆରୀରେ କେତେ ମାସ? କେତେ ଦିନ? 31 days। 31 days. 31 into 1/2. 31 into 31 into 1/2, that 1/2. is କେତେ? 31/2 ହେଇଯିବ 31/2. 15 whole 1/2। कुछ କେତେ ଗ୍ଲାସ୍ ପିଇବ? how many glasses? ତ 15 ଗ୍ଲାସ୍ ଆଉ ହାଫ୍ ଗ୍ଲାସ୍, ହେଲା କି ନାହିଁ? ସମାନ 15 glasses ଆଉ ଗୋଟେ ହାଫ୍ ଗ୍ଲାସ୍ ର ତେଲ ପିଇବ। ବୁଝି କି ନାହିଁ? ଏତିକି ଥାଉ ଆଜିର। ତମର ତାପରେ ଡାଉଟ୍ ବୁଝେଇବା। Yes.